प्रिय श्रोता मंडली ज्योतिषिक आलोचना को आपण समस्त को अभिनंदन स्वागत। आज आम अच्छे बुधवार दिन तिथि चतुर्थी ना के तृतीया। आज बुधवार दिन आम पोटल खाइबानी पोटल खाइबानी खाइले औषध खाइबा कौन। आज सूर्योदय 5:08 पर सूर्यास्त 6:21 पर राहु काल 1:26 रु 3:05 जाए घात चंद्र सिंह राशि पुरुषंकर घात बार तुला आउ कुंभ राशि चतुर्थी तिथि को दिन गुरुवार से दिन मूला खाइबा मना। ए गोटे मूला मिलूँ अरे एबे से मिलूनी जेबे मिल चतुर्थी तिथि दिन मूला खाइबानी एटा मन रखा अन्य दिन खाइबा एबे से मिलूनी। हेले राहु काल 1:26 रु 3:05 जाए आम एबे शुणा मेष राशि कथा। 4 तारीख गुरुवार मेष राशि द्विजा नक्षत्र शुभ दिन। द्विजा नक्षत्र शुभ दिन अस्थिरता भितर मन मस्तिष्क गति करिवो मेष राशि जनतांकर। एणु सकाळ 7:41 जाए से अस्थिर होई भूल 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 करी बसिबे। सकाळ 7:41 जाए तापरे सेमानकु भल समय मिल। 7:41 जाए शोई पड़ना चुप रहना। जदि उठिबे चुप रहतु ना अपमान पाइबे अपमानित हेबे तेणु सावधान। 7:41 जाए मेष राशि समस्त जनता बुधवार गुरुवार सकाळ 7:41 जाए चुप रहतु बा सावधान रहतु। चुप रहिले भल। मन मन योजना करतु कभी कहतुनि कारण 7:41 पर भल समय आसीबो योजना सफल हेबो। काहाकू किछि कहतुनि आगकू शुभ समय आसुछि योजना सबुर सफल रूपायन हेबो। देह सुस्थ रहिबो मन शांत शीतल होइजिबो आय अमल पाई बाट खोलिजिबो। सकाळ 7:41 पर भल। वृष राशि गुरुवार सकाळ 7:41 जाए अशुभ तापर शुभ। से जाए चुपचाप रहतु क्या किसी कहतुनि ये जहाँ कहले ढो से ही समय पर्यंत आप चुपचाप बस योजना करूँ कारण यहाँ भल टाइम आसुना आय अमल हम बस। 4 तारीख गुरुवार वृष राशि रोहिणी नक्षत्र शुभ दुर्घटना भय अच्छी सकाळ 7:40 जाए दुर्घटना भय अच्छी। सकाळ 7:40 जाए दुर्घटना भय अच्छी। से जाए घरे बसी रही ईश्वर नाम निहंतु महामंत्र जपंतु हरे कृष्ण 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 हरे 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 राम 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 हरे हरे महामंत्र जपंतु। एपरी कले आगकू थिबा अपमान परी दुर्योग रु रक्षा मिलिबो कारण आज दिनटी सकाळ 7:41 जाए अशुभ रोग व्याधि धक्का भय अच्छी तापर अपमान तेणु जहाँ को जहाँ कहले भी से बुमेरांग हम माने उल्टे कह सावधान अपमान मिल। तेणु ईश्वर नाम जपंतु यह जानी आज सावधानता अवलंबन करंतु भावी चिंती मापी चुपी उचित अनुचित विचार करी किछि कहंतु बा किछि करंतु अन्यथा चुप रहंतु माने मोटामोटी भाव में 4 तारीख गुरुवार वृष राशि
ସକାଳ 7ଟା 41 ଯାଏ ପୁରା ଖରାପ, ତାପରେ ଅପମାନ ଯୋଗ। ମିଥୁନ ରାଶି 4 ତାରିଖ ଗୁରୁବାର ମିଥୁନ ରାଶିର ପୁନର୍ବସୁ ନକ୍ଷତ୍ରର ଶୁଭ। ପ୍ରସନ୍ନତା ମିଳିବ, ପ୍ରସନ୍ନ ଦିଶିବେ, ପ୍ରସନ୍ନତା ମିଳିବ, ପ୍ରସନ୍ନ ଦିଶିବେ, ଆଜି ସୁନ୍ଦର ଦିଶିବେ। ହସ ହସ ମୁହଁ, ଆଉ ଗୋଲାପୀ ଓଠ, ପୁଚକା ପୁଚକା ଗାଲ, ମୁହଁରୁ ତେଜ ବାହାରିବ, ଆଜି ପ୍ରସନ୍ନ ଦିଶିବେ। এটা ଆପଣ କିଛି ତା ପାଇଁ ଦାୟୀ ନୁହଁ, ବିଧି ବିଧାନ ଏଇଟା, ଈଶ୍ୱରଙ୍କ ଇଚ୍ଛା ଏଇଟା। ଆଚ୍ଛା, ମନ ବି ପ୍ରସନ୍ନ ରହିବ। ଆପଣଙ୍କୁ ଆଜି ସବୁ କିଛି ମିଳିବ, ମମତା ସ୍ନେହ ଆଦର ମିଳିବ, କିଛି ଦ୍ରବ୍ୟ ବି ମିଳିବ। ଏଇ ଶୁଭ ସମୟ ରହିବ ସକାଳ 7ଟା 41 ଯାଏ। ସକାଳ 7ଟା 41 ଯାଏ ଆପଣଙ୍କୁ ସ୍ନେହ ଆଦର ମମତା ଉପହାର କିଛି ମିଳିବ, ଭଲ ଲାଗିବ। ତା ପରଠାରୁ ମନ୍ଦ ବେଳ ଆସିବ, ଦୂରଯାତ୍ରା ନିଷେଧ, ଗଲେ ମୋ ଦୋଷ ଦେବେନି। 7ଟା 41 ବାହାରକୁ ଯିବେନି, ମନ୍ଦ ସମୟ ଆସିବ, ଦେହ ଅସୁସ୍ଥ ହେବ, ଆୟ ଅମଳ ଦିଗ ବନ୍ଦ ହୋଇଯିବ, ମନ ଗୋଳେଇ ଘାଣ୍ଟି ହେବ, ଆଉ ସମସ୍ତଙ୍କ କାର୍ଯ୍ୟକଳାପ ବ୍ୟବହାରକୁ ସନ୍ଦେହ ଲାଗିବ। ମିଥୁନ ରାଶିର ଭଲ ସମୟ ନୁହଁ। ଯାହା ଭଲ ସମୟ ସକାଳ 7ଟା 41 ଯାଏ। ଯଦି ଆପଣ ବୃତ୍ତି ବ୍ୟବସାୟ କରୁଛନ୍ତି ତାହେଲେ ଘରେ ଯଦି ଦୋକାନ ଅଛି ସକାଳ 7ଟା 41 ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଦିଅନ୍ତୁ। କର୍କଟ ରାଶି 4 ତାରିଖ ଗୁରୁବାର କର୍କଟ ରାଶିର ଅଶ୍ଳେଷା ନକ୍ଷତ୍ରର ଶୁଭ। ଦ୍ରବ୍ୟ ଲାଭ ପରି ଆଦର, ସ୍ନେହ, ପ୍ରେମ, ବଳ, ଶକ୍ତି, ସାମର୍ଥ୍ୟ, ଅର୍ଥ, ସୁଖ ଓ ଶାନ୍ତି ପ୍ରଭୃତି ଯାହାର ଯାହା ଦରକାର ବିଧାତା ବିଚାର କରି ସେ ସମସ୍ତଙ୍କୁ ଅବଶ୍ୟ ଦେବେ। ମାନେ ଆଜି କିଛି ଲାଭ ହେବ। କିଏ କ'ଣ ଚାହୁଁଛି, କାହାର କ'ଣ ଲାଭ ହେଲେ ସେ ପ୍ରସନ୍ନ ହେବ, ଖୁସି ହେବ, ଏକଥା ବିଧାତା ଜାଣନ୍ତି ଓ ତାକୁ ଯଥା ସମୟରେ ସେ ସୁଖ ଦେବେ। ସକାଳ 7ଟା 41 ପରେ ରୋଜଗାର ବଢ଼ିଯିବ, ଭଲ ଆୟ ଅମଳ ହେବ। ଯଦି ଯଥା ସମୟରେ ଆବଶ୍ୟକ ଶ୍ରମ ଦେଇ ବୁଦ୍ଧି ବିବେକର ବିନିଯୋଗ କରି କାମ କରିବେ ତେବେ ଅମାପ ଅମଳ କରିବେ, ଦେହ ସୁସ୍ଥ ରହିବ। ସକାଳ 7ଟା 41 ପରେ ବହୁତ ବଢ଼ିଆ ସମୟ ଆସୁଛି। ସକାଳ 7ଟା 41 ଯାଏ ଲାଭ ହେବ, ସଂକେତ ମିଳିବ, ଏଇ ଦିଗରୁ ଆୟ ହେବ। ତାପରେ କିଛି ମିଳିବ ବି, କିନ୍ତୁ ତାପରେ ଭଲ ଟାଇମ୍ ଆସିବ। ଖାଲି ଆପଣମାନେ ଯିଏ ଯେଉଁ ଯୋଜନା କରିଛନ୍ତି, ଯେଉଁ ଯେଉଁ ବୃତ୍ତି କରି ବଞ୍ଚୁଛନ୍ତି ସେଥିପାଇଁକି ଅଧିକ ସମୟ ଦିଅନ୍ତୁ, ବୁଦ୍ଧି ବିବେକ ବିନିଯୋଗ କରନ୍ତୁ, ପରବୁଦ୍ଧିରେ ପରିଚାଳିତ ହୁଅନ୍ତୁ ନାହିଁ। ହେଲେ ହାରିବେ, ନହେଲେ ଜିତିବେ। ଆଉ ବାସ୍। କର୍କଟ ରାଶି ସିଂହ ରାଶି 4 ତାରିଖ ଗୁରୁବାର ସିଂହ ରାଶିର ପୂର୍ବ ଫାଲ୍ଗୁନ ନକ୍ଷତ୍ରର ଶୁଭ ଦିନ। ଅପମାନ ଆଜି ମିଳିବ ପୁରୁଷମାନଙ୍କୁ। ସିଂହ ରାଶିର ପୁରୁଷଙ୍କର ଆଜି ଘାତ ଚନ୍ଦ୍ର, ଏଣୁ ସାବଧାନ। ନିଜ ପାଇଁ ଟିକେ ଚିନ୍ତା କରିବେ। ଆଜି ଟିକେ ସିଂହ ରାଶିର ପୁରୁଷମାନେ ନିଜ ପାଇଁ ଚିନ୍ତା କରନ୍ତୁ, କାରଣ ଆଜି ହିଁ ଦୁଷ୍ଟ ଗ୍ରହ ହଇରାଣ କରିବ, ବିପଦରେ ପକାଇବ। ନିଜ ପାଇଁ ଭଲ ଚିନ୍ତା କରନ୍ତୁ। ପ୍ରଥମେ ସୁଖ, ପରେ ଲାଭ ହେବ। 7ଟା 41 ଯାଏ ସୁଖ ମିଳିବ। କାହାର କେଉଁଥିରେ ସୁଖ ଅଛି ନା, ତାପରେ ଲାଭ ହେବ। ଯିଏ ଯେଉଁ ବୃତ୍ତି ବ୍ୟବସାୟ କରୁଛନ୍ତି ସେଥିରୁ ଲାଭ ହେବ। ତା ଛଡ଼ା ବିଦ୍ୟାର୍ଥୀମାନେ ଚାହୁଁଛନ୍ତି ଭଲ ରେଜଲ୍ଟ ହେଉ। କେତେ ଲୋକ ଚାହୁଁଛନ୍ତି ଆଜି ମୋ ଇଣ୍ଟରଭ୍ୟୁରେ ମୁଁ ପାସ୍ କରିଯାଏ,
गर्भवती नारी चाहूँगी मोर 3टी झील है पुटी हो अच्छा जहाँ गोठे गाई थिले आउ नाहांती से चाहूँगी दुआलिया गाईटे गोठू आसी जाऊ यही बहुत दिन लाने आंब गछ लगे फल होनी ये 12 गछ होता मो गछ बौड़ हो सजना फूल तक होमर होनी इत्यादि सबू लोक से आवश्यक मुताबक लाभ हेब आज सिंह राशि प्रथम सुख तापर लाभ हेब आर्थिक लाभ सह सम्मान स्वास्थ्य सुख शांति उपहार जश क्षमता आदि लाभ हेब आयु आय बढ़िया हेब शत्रु रोग ऋण एसबू दबिजे कौन सी समर्थ लोक आज साहाय्य करिवे कौन से काम अधार रहिबनी देह भल रहिबो आउ परीक्षा फल बढ़िया हेबो नूतन आयपंथा दृश्यमान हेबो इत्यादि इत्यादि सिंह राशि सब जुगुरु भल ले सिंह राशि पुरुष मानकर घात चंद्र आउ अपमान पाइबा जोग भी अच्छी कन्या राशि 4 तारीख गुरुवार कन्या राशि हस्ता नक्षत्र शुभ दिन व्यय वृद्धि हेब मात्र सकाल 7:41 जाए कौन हम व्यय वृद्धि हम खर्च हम सकाल 7:41 पर्यटन खर्च हम कौन कौन खर्च हम से घर बुझे ना मत पचारे मुझे कौन कह घरे आपणकर कौन कौन डिमांड करेंगे बापा बो भाई भौणी स्त्री स्वामी घर कथा मत पचारे मुझे उत्तर कौन देवी बास सकाल 7 जाए ये सबू खर्च हम से जाए बास सबू प्रकार समस्या आसो ताको संभाली नियंतु 7:41 परठारु विविध लौकिक शारीरिक सामाजिक पारिवारिक आर्थिक सुख मिल 7:41 जाए खर्च हो सम्मान हानि नहीं पारे स्वास्थ्य हानि नहीं पारे खाली खर्च तो 7:41 पर सबू दिगर सुख समाचार आसी पहुँचब सबू दिगरु लाभ आसब शांति आसब सम्मान आसब इत्यादि धीरे धीरे दिन जेते बढ़ुथिब सुख सेते अधिक रु अधिक मिलुथिब आज बौद्धिक विकास हेब आउ बुद्धि विवेक बलरे आयपंथार विकास हेब आय भी बढ़ीजिब देह सुस्थ रहिब परीक्षा फल जहाँ देइथिले इंटरव्यू देइथिले सेतिले सक्सेस हेबे जो माने विद्यार्थी तांको फले भल हबो रुचिकर खाद्य मिलिबो भल बंधु घर को आसीबे यदि न आसीबे फोन करिवे हेलो एबे तुला राशि 4 तारीख गुरुवार तुला राशि विशाखा नक्षत्र शुभ दिन सफल हेबे जो थे हाथ देवे से काम सफल हेब माने आज आपण को सफलता मिल सफलता 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 आज घात बार सावधान सकाळ 7:41 जाए घात बार शुभ बेला आसुछि ता परठारु 7:41 परठारु सब किसी बदली जीव मंद बेला आसीबो 7:41 पर आ भल समय ना मंद समय आसो एणु यथा संभव 7:41 पूर्वर आय अमल सजबाज हूँ 7:41 भितर चंचल चंचल दुकान पड़े जातु निज वृत्ति व्यवसाय जी जहाँ कर 7:41 भितर से कम आरंभ कर दिंतु शुभ समय कम आरंभ कले हुए तो किसी मिल पारे आ 7:41 पर आप दुकान खोल व्यवसाय खोलें चाष को जी बोल ना क्षति हम विकास हो पारनी तेणु मंद समय आसूसी 7:41 पूर्वर आय अमल सजबाज हूँ कर्म चंचल हूँ 7:41 पर देह असुस्थ हेब आय अमल कमिज अस्तव्यस्त लगे पुराणा रोग थे बेसी अधिक पीड़ा देव मातृस्थानीय लोक असुस्थ हेबे मुंड को दुश्चिंता आसब
ସାମାଜିକ ଓ ପାରିବାରିକ ସମସ୍ୟା ବଢ଼ିଯିବ। ତୁଳା ରାଶିର ଏଭଳି ଦୁଃଖ ଆସିବ ସକାଳ 7:41 ପରେ। 7:41 ଭିତରେ ଯଦି କୌଣସି କାମ ଆରମ୍ଭ କରିଦେଇଥିବେ ତାହେଲେ ସେଥିରୁ ଟିକେ ଅଧିକ ଲାଭ ହେବ ଆଉ ସମ୍ମାନ ବି ମିଳିବ। ଏବେ ବିଛା ରାଶି ଆଲୋଚନା କରିବା। 4 ତାରିଖ ଗୁରୁବାର, ବିଛା ରାଶି, ଜ୍ୟେଷ୍ଠା ନକ୍ଷତ୍ରର ଶୁଭ ଭଲ ଦିନ। ଅର୍ଥାଭାବ ଦେଖାଦେବ। ଆଜି ବିଛା ରାଶିଙ୍କୁ ଆଜି ଟିକେ ଅର୍ଥର ଅଭାବ ହେବ, ଅର୍ଥାଭାବ ଦେଖାଦେବ। କେବଳ ସକାଳ 7:41 ଯାଏ ଏହି ସମସ୍ୟା ରହିବ। ସେ ଯାଏ ମନ ଅଧୀର ହେବ। ତା ପରଠାରୁ ଶୁଭ ବେଳା ଆସିବ। ସକାଳ 7:41 ପରେ ଶୁଭ ସମୟ ଆସିବ, ଶୁଭ ବେଳା ଆସିବ। ରୋଜଗାର ବଢ଼ିଯିବ। ଭାଇ ସମ୍ପର୍କ ସୁଦୃଢ଼ ହେବ। ଦେହ ସୁସ୍ଥ ରହିବ। ମନ ଲାଖି କୌଳିକ, ମୌଳିକ, ଦୈହିକ ଆଉ ଆର୍ଥିକ, ପାରିବାରିକ, ସାମାଜିକ ସୁଖ ମିଳିବ। ଋଣ, ରୋଗ, ଶତ୍ରୁ ପରାଜିତ ହେବେ। କିଛି ନୂଆ ଖବର ଶୁଣି ଖୁସି ହେବେ। ବିଛା ରାଶିର ଯେଉଁମାନେ ଇଣ୍ଟରଭ୍ୟୁ ଦେଇଥିବେ ସେମାନେ ଭଲ ଖବର ଶୁଣିବେ। ହଁ, ଚାକିରି ହେଇଯାଇପାରେ ଆଜି। 4 ତାରିଖ ଗୁରୁବାର, ଧନୁରାଶି ପାଇଁ ପୂର୍ବାଷାଢ଼ା ନକ୍ଷତ୍ରର ଶୁଭ ଦିନ। ଆଭୂଷଣ ପ୍ରାପ୍ତି ଯୋଗ ଅଛି। ସକାଳ 7:41 ମଧ୍ୟରେ ଏସବୁ ସୁଯୋଗ ଆସିପାରେ। ସେ ଯାଏ ଶୁଭ ସମୟ ରହିବ। ଏଣୁ ଶୁଭ ସମୟ ଭିତରେ ନିଜର କର୍ମାରମ୍ଭ କରିଦେଲେ ଭଲ। ବିଶେଷ ଲାଭରେ ରହିବେ। ସକାଳ 7:41 ପରେ ବଡ଼ ମନ୍ଦ ସମୟ ଆସିବ। ଅସୁସ୍ଥ ହେବେ। ବ୍ୟୟ ବଢ଼ିଯିବ। ଆୟ ଅମଳ କମିଯିବ। ଧନାଗମ ହେବ ମାତ୍ର କମ୍ ହେବ। ମାତ୍ର ଆପଣଙ୍କର ମନ ଆଜି ବ୍ୟାକୁଳ ହେବ। ଏଇ ମନ ପାଇଁ ହିଁ ସମସ୍ୟା ଆସିବ। ଯଦି ମନ ଅଧୀର ହୁଏ, ମନକୁ ଦୁଶ୍ଚିନ୍ତା ଆସେ, କାହା ଉପରେ ରାଗିବେନି। ଦର୍ପଣ ଦେଖି ତାଳି ମାରି ହସନ୍ତୁ, ଦେଖିବେ ସବୁ ସମସ୍ୟାର ସମାଧାନ ହେଇଯିବ। ମକର ରାଶି 4 ତାରିଖ ଗୁରୁବାର, ମକର ରାଶି, ଶ୍ରବଣା ନକ୍ଷତ୍ରର ଶୁଭ ଦିନ। ମନସ୍ତାପ ହେବ। ମାତ୍ର ସକାଳ 7:41 ଭିତରେ ଏସବୁ ହେବ। ବାସ୍, ଦେହ ମନ ଭଲ ଲାଗିବ। ମନ ଲାଖି କୌଳିକ, ମୌଳିକ, ବୈଷୟିକ, ଆର୍ଥିକ ଓ ପାରିବାରିକ ସୁଖ ମିଳିବ। 7:41 ଯାଏଁ ଅଶୁଭ। 7:41 ପରଠୁ ସବୁ ଶୁଭ ହେବ। ରୁଚିକର ଖାଦ୍ୟ ମିଳିବ। ସୁଖକର ନିଦ୍ରା ହେବ। ଆୟକାରୀ, ବିଦ୍ୟା ଓ ସ୍ନେହଶୀଳ ବନ୍ଧୁ ମିଳିବେ। ଏବଂ ଦୁଃଖହାରୀ ଜୀବନସାଥୀ ମଧ୍ୟ ପାଖରେ ରହିଯିବେ। ଦୁଃଖହାରୀ, ଯେ ଦୁଃଖ ହରଣ କରିବ, ଯେ ଦୁଃଖର ସାଥୀ, ସେ ହିଁ ପ୍ରକୃତ ବନ୍ଧୁ। ହଁ। କୁମ୍ଭ ରାଶି 4 ତାରିଖ ଗୁରୁବାର, କୁମ୍ଭ ରାଶି, ପୂର୍ବଭାଦ୍ର ନକ୍ଷତ୍ରର ଶୁଭ ଦିନ। ବନ୍ଧୁ ଲାଭ ଯୋଗ ଅଛି। ଆୟକାରୀ, ଆଜି ହେଉଛି ଘାତ ବାର। କୁମ୍ଭ ରାଶିର ଘାତ ବାର। ସକାଳ 7:41 ଯାଏ ଘାତ ବାର। ତେଣୁ ଶୁଭବେଳା ଅଛି। ତେଣୁ ବେଣୁସୁ କର୍ମ ଆରମ୍ଭ କରିଦିଅନ୍ତୁ, କାର୍ଯ୍ୟାରମ୍ଭ କରିଦିଅନ୍ତୁ। ଯାହା କିଛି ଆୟ ଅମଳ ହେବ 7:41 ଭିତରେ। 7:41 ପରେ ଆଉ ଭଲ ଟାଇମ୍ ନାହିଁ। ତା ପରଠାରୁ ଭାଗ୍ୟ ବଦଳିଯିବ। ବୃଥା ଖର୍ଚ୍ଚ କରିବା ପାଇଁ ବାଧ୍ୟ ହେବେ। ଆଉ ଏ ଖର୍ଚ୍ଚ କରିବା ପାଇଁ ସୁଯୋଗ ଆସିବ। ଶତ୍ରୁ ବୃଦ୍ଧି ହେବେ। ରୋଗାକ୍ରାନ୍ତ ହେବେ। ଈର୍ଷା, ହିଂସା ପରି ଦୁର୍ଗୁଣମାନ ମୁଣ୍ଡକୁ ବିଗାଡ଼ିଦେବ। ଆୟ ଅମଳ ହେବନି। ଯାହା ହେବ ତା ହାତ ଗଣତି ମାତ୍ର। 7:41 ଭିତରେ ସବୁ ଭଲ କାମ ହେବ। 7:41 ପରେ ଭଲ କାମ କିଛି ହେବନି। ଯଦି 7:41 ଭିତରେ ଆପଣ ଆପଣଙ୍କ ବୃତ୍ତି, ବ୍ୟବସାୟ, ସେବା ଆରମ୍ଭ କରିଦିଅନ୍ତି ତାହେଲେ ତହିଁରୁ ଦିନ ସାରା କିଛି ମିଳିବ, ନହେଲେ ନା। ମୀନ ରାଶି 4 ତାରିଖ ଗୁରୁବାର, ମୀନ ରାଶି, ରେବତୀ ନକ୍ଷତ୍ରର ଶୁଭ ଦିନ। ଶତ୍ରୁରେ ବିଜୟ। ହେଲେ ଏଠି ଶତ୍ରୁ କିଏ? କେଉଁ ଶତ୍ରୁକୁ ଜୟ କରିବେ ଆପଣ?
ନା ତୁମ ଭିତରେ ଥିବା କ୍ରୋଧ, ତୁମ ଈର୍ଷା, ତୁମ ରୋଗ, ତୁମ ଋଣ ଏଇସବୁ ମାନେ ଆଜି ଆରୋଗ୍ୟ ଲାଭ କରିବେ, ଋଣମୁକ୍ତ ହେବେ, ହିଂସା ଈର୍ଷା କପଟ ମିଥ୍ୟାଠୁ ଦୂରେଇ ରହିବେ। ଆଜି ଶତ୍ରୁ ବିଜୟୀ ଆପଣ। ଏତିକି ଜାଣିଲା ପରେ ଯଦି ଆପଣ ପରେ ଭୁଲ କାମ କରନ୍ତି, ରାଗନ୍ତି, ଈର୍ଷା କରନ୍ତି, ହିଂସା କରନ୍ତି, କପଟ କରନ୍ତି, ତାହେଲେ ନିଜେ ଭୋଗିବେ। ଯଦି କାୟ ମନୋବାକ୍ୟରେ ଦୃଢ଼ ନିଷ୍ପତ୍ତି ନେଇ ଖଟିବେ, ଯେ କର୍ମଭୂମି ମୁଁ ଆସିଛି ଖଟିବା ପାଇଁ, ତାହେଲେ ଭାଗ୍ୟଲକ୍ଷ୍ମୀ ଧନଲକ୍ଷ୍ମୀ ରୂପରେ ତୁମ ଘରକୁ ଆସିବେ, ରୋଜଗାର ବଢ଼ିଯିବ। ଉପରୋକ୍ତ ସମସ୍ତ ଶତ୍ରୁରେ ଆଜି ବିଜୟ ଲାଭ କରିବେ, ଦେହ ସୁସ୍ଥ ରହିବ, ଋଣମୁକ୍ତ ହେବେ, ଆୟ ଅମଳ ବଢ଼ିଯିବ। ଯିଏ ତୁମର ପ୍ରକୃତ ଶତ୍ରୁ ଥିବେ ସିଏ ବି ଆଜି ନଇଁଯିବେ, ନରମ ହେବେ, ମଧୁର ବ୍ୟବହାର କରିବେ। ବାସ୍ ବନ୍ଧୁଗଣ, ଯାହାକୁ ଯେମିତି କୁହାଗଲା ସେଇଭଳି ଚଳିଲେ ଭଲ। ରହିଲି, ନମସ୍କାର।